ବାଲେଶ୍ୱର ସହରର ବାଲିଆ ଅଞ୍ଚଳର ଜୈନିକ ଯୁବକ ସହରର ବିଭିନ୍ନ ସ୍ଥାନରୁ ସାଇକେଲ ଚୋରି କରି ପୋସ୍ତା ଥାନା ଅନ୍ତର୍ଗତ ଅମରଧା ରୋଡ ଅଞ୍ଚଳର କେତେକ ବ୍ୟକ୍ତିଙ୍କୁ ବିକ୍ରି କରିଥିବା 6ଟି ସାଇକେଲକୁ ଶିଳ୍ପାଞ୍ଚଳ ଥାନା ପୋଲିସ ଓ ଅମରଧା ରୋଡ ଫାଣ୍ଡି ପୋଲିସର ମିଳିତ ସହାୟତାରେ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ଉକ୍ତ ଯୁବକ ଜଣକ ସହର ପୋଲିସ ବିଭାଗର HRMS କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କର ସାଇକେଲଟିକୁ ଚୋରାଇ ନେଇଥିଲା। ପରେ ପୋଲିସ ଅନୁସନ୍ଧାନ ଜାରି ରଖିଥିବା ବେଳେ କୌଣସି ଏକ ସନ୍ଧାନ ପାଇ ଉକ୍ତ ଯୁବକ ଉପରେ ତୀକ୍ଷ୍ଣ ନଜର ରଖିଥିଲା। ପରେ ଯୁବକ ଜଣକ ଷ୍ଟେସନ ନିକଟରେ ଅନ୍ୟ ଏକ ମିଶନ ଚଳାଇଥିବା ସମୟରେ ପୋଲିସ ତାକୁ କାବୁ କରି ଚୋରି ସମ୍ପର୍କରେ ପଚରାଉଚରା ଜାରି ରଖିଥିଲା। ଚୋର ଜଣକ ବିଭିନ୍ନ ଦାମୀ ସାଇକେଲ ଗୁଡ଼ିକ ଚୋରି କରି ଅମରଧା ରୋଡ ଅଞ୍ଚଳର କେତେକ ବ୍ୟକ୍ତିଙ୍କୁ 1500ରୁ 2000 ଭିତରେ ବିକ୍ରି କରିଥିବା ସ୍ୱୀକାର କରିଥିଲା। ତେବେ ଶନିବାର ଅପରାହ୍ନରେ ଶିଳ୍ପାଞ୍ଚଳ ଥାନା ଅଧିକାରୀ ଶ୍ୟାମଘନ ବେହେରାଙ୍କ ସମେତ ଫାଣ୍ଡି ଅଧିକାରୀ ସନ୍ଦୀପ କୁଜୁରଙ୍କ ମିଳିତ ଉଦ୍ୟମରେ ଚୋରିଟିର ସୂଚନା ଅନୁସାରେ ଅମରଧା ରୋଡ ଅଞ୍ଚଳର ବିଭିନ୍ନ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରି 6ଟି ସାଇକେଲକୁ ଉଦ୍ଧାର କରିଥିଲେ। ସମସ୍ତ ସାଇକେଲକୁ ଏକ ଅଟୋରେ ଭର୍ତ୍ତି କରି ଶିଳ୍ପାଞ୍ଚଳ ଥାନାକୁ ନିଆଯାଇଥିବା ବେଳେ ଚୋର ଜଣକ ଆଉ କେତୋଟି ସାଇକେଲକୁ ଅନ୍ୟ କେଉଁ ଜାଗାରେ ବିକ୍ରି କରିଛି ସେ ଦିଗରେ ପୋଲିସ ତଦନ୍ତ କରୁଛି। ଅମରଧା ରୋଡରୁ ବେଣୁଧର ଦାସଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।